ଜଗନ୍ନାଥ ସାଙ୍ଗମାନେ ମୁଁ ଅଞ୍ଜନା ସ୍ୱାଗତ କରୁଛି ମୋର ଏକ ନୂଆ ଏକ ବ୍ଲଗ୍କୁ। ତ ସକାଳୁ ଆଜି ବ୍ଲଗ୍ଟି ଷ୍ଟାର୍ଟ କରିଛି କାହିଁକିନା ମୁଁ ବାଡ଼ିକି ଆସିଛି। ବାଡ଼ିରେ ସବୁ ତ ଗଛ ହଳ ହେଇକି ଗଛପତ୍ର ସବୁ ଲାଗିଯାଇଛି। ମୁଁ ଆଜି ଫାଷ୍ଟ ବାଡ଼ିର ଏ ବର୍ଷର ମାନେ ପରିବା ବା ଶାଗ ତୁଳା ହେବ। ପରିବା ତ ହେଇନି କିଛି, ଶାଗ ହେଇଛି। ଆଉ ମୁଁ ଫାଷ୍ଟ ଆଜି ଶାଗ ତୁଳିବି ଯେହେତୁ ଆଜି ଶୁକ୍ରବାର ଅଛି। ଆଉ ମା କହୁଥିଲେ ଶୁକ୍ରବାରର ଅନୁକୂଳ କରନ୍ତି, ଶୁକ୍ରବାର ଫାଷ୍ଟ ନିଅନ୍ତି। ଶୁକ୍ରବାର ଫଳ ବା ପରିବା ହେଲେ ବା ଶାଗ ଫାଗ ଯାହା ଲଗା ହେଇଥିବ ଫାଷ୍ଟ ଶୁକ୍ରବାର ନିଅନ୍ତି। ତ ସେଥିପାଇଁ ମୁଁ ଆସିଗଲି ଶୁକ୍ରବାର ଶାଗ ନେଇତେ। ମୁଁ ଆପଣମାନଙ୍କୁ ଦେଖାଉଛି ଏଇଠି ଶାଗ ସବୁ ହେଇଛି। ମୁଁ ଆପଣମାନଙ୍କୁ ଦେଖାଉଛି ମୁଁ କି ଶାଗ ନେଇକି ଯିବି। ଏଇଠି ଫାଷ୍ଟ ଦେଖନ୍ତୁ ମୁଁ ଗେଣ୍ଡୁ ଫୁଲ ଆଣିକି ଲଗେଇଥିଲି। କେଡ଼ି କେଡ଼ି ଗେଣ୍ଡୁ ଫୁଲ ଗଛରେ କେତେ ସାରା କୋଟି ଗେଣ୍ଡୁ ଫୁଲ ହେଇଛି ଦେଖନ୍ତୁ। ଆଉ ଏଇଠି ଛୋଟ ଛୋଟ ହେଇଛି କଳମ ଶାଗ। ଏଥିରୁ ଟିକେ ଟୁଙ୍କିକି ନେଲେ ଯାହା ବଡ଼ ବଡ଼ ହେଇଛି ଟିକେ ଟୁଙ୍କିକି ନେଇଯିବେ। ଆଉ ଛୋଟ ଛୋଟ ଗୁଡ଼ାକ ନିଆହେବନି, ବଢ଼ିଲେ ନିଆହେବ। ଆଉ ଏଇଠି ପକେଇଥିଲି ନେଉଟିଆ ଶାଗ। ନେଉଟିଆ ଶାଗ ଟିକେ ବଢ଼ି ଯାଇଛି, ତାକୁ କାଟିକି ନେମି ଆଜି। ଆଉ ଏଇଠି ଟମାଟୋ ଗଛ ଦେଖନ୍ତୁ, ଟମାଟୋ ଗଛର ଫୁଲ ଆସିଲାଣି। ଆଉ ଟମାଟୋ ବି ଧଇଲାଣି, ଛୋଟ ଛୋଟ ଟମାଟୋ। ଆଉ ସେଇପଟରୁ ସବୁ ବୋଇତାଳୁ ଲଗା ହେଇଛି, ମକା, ବୋଇତାଳୁ, ପୁଇ। ଏଇଟା କାକୁଡ଼ି, ଖାଲି କାକୁଡ଼ି ଲଗା ହେଇଛି। ସବୁ କିଆରିରେ ଏ ବର୍ଷ ଲଗା ହେଇଛି। ଭଲ କିଣା ଗଛପତ୍ର ହେଇଗଲେ ମୁଁ ଆପଣମାନଙ୍କୁ ଦେଖେଇବି। ଫଳ ଧଇଲେ ଆପଣମାନଙ୍କୁ ସବୁ ଦେଖେଇବି ମୋ ବାଡ଼ିରେ କ'ଣ କ'ଣ ସବୁ ଲଗେଇଛି। ଆସିଛି ଘରକୁ, ମୁଁ ଏଇଠି ସବୁ ଶାଗ ନେଇ ଆସିଛି। ସବୁ ରକମ ଶାଗ, କି ଶାଗ ଆଣିଛି ଆପଣମାନଙ୍କୁ ଦେଖାଉଛି। ଆଉ ଆସିକି ଏପଟେ ଭାତ ବସେଇ ସାରିଲିଣି। ଭାତ ବସେଇ ସାରିଲିଣି, ଭାତ ବସେଇବି ତାପରେ ଶାଗ ଟିକେ ବନେଇଦେବି। ପଖାଳ ଖିଆ ହେବ। ବାପା ନାହାନ୍ତି, ଯାଇଛନ୍ତି ବାଡ଼ିଆଡ଼େ। ମୁଁ ଯାଇଥିଲି, ସେ ବି ଯାଇଛନ୍ତି ବାଡ଼ିଆଡ଼େ। ଆସିଲେ ପଖାଳ ଖିଆ ହେବ। ଦେଖାଉଛି ଆପଣମାନଙ୍କୁ ମୁଁ କି ଶାଗ ସବୁ ଆଣିଛି। ଫାଷ୍ଟ ଏଇଠି ଧନିଆ ପତ୍ରର ମାନେ ବଡ଼ ବଡ଼ ଗଛ ହେଇଗଲାଣି। ତାକୁ କାଟିକି ନେଇ ଆସିନି କିଛି। ଦେଖନ୍ତୁ କେତେ ପ୍ରକାର ଶାଗ। ଏଇଟା ଶୁକ୍ରବାର ହେଲା ଆଜି ଆମର କଳମ ଶାଗ। ଆଉ ଏଇଠି ପାଳଙ୍ଗ ଶାଗ ଅଳ୍ପ ମିଶି ଯାଇଛି, ତା ଦେହରେ ସବୁ ପାଳଙ୍ଗ ଶାଗ। ଏଠି ପାଳଙ୍ଗ ଶାଗ ଆଉ ପୋଇ ଗଛ ହେଇଥିଲା, ଛୋଟ ଛୋଟ କଞ୍ଚେଇଥିଲା, ତାକୁ ନେଇ ଆସିଛି। ଆଉ ଏଇଠି ଶୁକ୍ରବାର ବି ହେଇଛି ନେଉଟିଆ ଶାଗ। ଦେଖନ୍ତୁ ୟା ଦେହରେ କୋବି ପକା ହେଇକି, ବନ୍ଧାକୋବି ପକା ହେଇକି ଭଜା ହେବ ଶାଗ। ଆମ ବାଡ଼ିରେ ଏତିକି ସାରା ଶାଗ ଆସିଛି ଆଜି। ବାପା ପୁଅ ଖାଇକି ଯାଇସାରିଲେଣି। ମୁଁ ଏବେ ଆସିଛି ଖାଇବାକୁ। ପଖାଳ ଭାତ, ଆଳୁ ଭଜା, ଶାଗ। ଦେଖୁଛି ଆପଣମାନଙ୍କୁ ପଖାଳ ଭାତ ସହିତ ଆଳୁ ଭଜା, ଶାଗ। ବାପା ପୁଅ ତ ଖାଇଦେଇ ପଳେଇଲେ। ମା ଯେହେତୁ ଖାଆନ୍ତି, ମା ବି ପଖାଳ ଖାଆନ୍ତିନି। ସାଇଡ଼ରେ ବାପା ତ ଖାଇଦେଇ ପଳେଇଲେ। ମୁଁ ଏବେ ଆସି ଖାଉଛି। ଖାଇସାରିଲେ ଗଲେ ରୋଷେଇ କରିବି। ଭାତ ତ ଅଲରେଡ଼ି କରିସାରିଛି, ଖାଲି ତରକାରୀ ପତ୍ର କ'ଣ କରିବି ଆଉ। ସାଇଦାର ଖାଲି ଆଳୁ ଭଜା ଖାଇକି ଗଲା। କହିଲା ମା ମୋର ଖାଲି ଆଳୁ ଭଜା କରିଦେ, ସେଟା ଆଳୁ ଭଜା ଖାଇବାକୁ ଭଲ ପାଏ। ଭାଜିଦେଲି ଯେ ଖାଇଦେଇ ପଳେଇଲା। ଶାଗଟା ଯେହେତୁ ବନେଇବା ପାଇଁ ଟିକେ ଟାଇମ୍ ଲାଗିବ, ମା ଥିଲେ ବନେଇ ଦେଇଥାନ୍ତି, ମୁଁ ଭାଜି ଦେଇଥାନ୍ତି। ମୁଁ ଏକା ଭାଜିକି ଇଏ କଲାବେଳକୁ ଟିକେ ଟାଇମ୍ ଲାଗିଲା। ସେ ସ୍କୁଲ ଯିବ ବୋଲି
ଗୋଟେ ବିଲେଇ ଆସିଲା ଖାଇବାକୁ। ଜମା ଶୁଣିବନି ସେ ବିଲେଇ। ଆଉ ସ୍କୁଲ ଯିବ ସିଏ, ଟାଇମ୍ ହେଇଯାଉଛି, ସେଥିପାଇଁ ମୁଁ ଖାଲି ଆଳୁ ଭାଜିଦେଲି, ସେ ଖାଇଦେଇକି ପଳେଇଲା। ସେ ଗଲା ପରେ ଆମେ ବାପାର ମୋର ଶାଗ ଭଜା କରିକି ଖାଇଲୁ। ମୁଁ ଆଜି ମାର୍କେଟ ଯାଇଥିଲି। ଆଜି ଯେହେତୁ ଶୁକ୍ରବାର ଆମର ହାଟ ଥିଲା, ମୁଁ ମାର୍କେଟ ଯାଇଥିଲି, କାମ ଥିଲା, ସେଥିପାଇଁ ମୁଁ ହାଟ ସବୁ ସଉଦା କରିକି ନେଇ ଆସିଛି। ମୁଁ ଆପଣମାନଙ୍କୁ ଦେଖ ସବୁ ମୁଁ ଆଜି ମାର୍କେଟରୁ କ'ଣ କ'ଣ ସବୁ ନେଇକି ଆସିଛି। ଫାଷ୍ଟ ଦେଖନ୍ତୁ, ଏଇଟା ମେଥି ଶାଗ। ପୁଅ 2-3 ଥର କହିଲାଣି ଆଣିବା ପାଇଁ, ମିଳୁନଥିଲା। ଆଜି ଆସିଥିଲା ଯେହେତୁ ମୁଁ 3 ବିଡ଼ା ନେଇ ଆସିଛି। ଆଉ ଏଇଥିରେ ଅଛି ବନ୍ଧାକୋବି ଆଉ ଉଲକୋବି, ପିଆଜ, ଏଥିରେ ସବୁ ଅଛି। ଏଠି ସାଇ କହିଥିଲା ତା ଯୋଗୁଁ ଜୋତା ତାର ଛିଡ଼ି ଯାଇଥିଲା, ତା ଯୋଗୁଁ ଗୋଟେ ଜୋତା ନେଇକି ଆସିଛି। ଏମିତି ହେଇଛି ସାଇର ଜୋତା, ତାର ଜୋତା ନେଇକି ଆସିଛି। ଆଉ ବାକି ଜିନିଷ ସବୁ ନେଇକି ଆସିଛି, ମୁଁ ଆପଣମାନଙ୍କୁ ଦେଖାଉଛି। ଆଉ ଏଠି ଦେଖନ୍ତୁ କାକୁଡ଼ି, ଆଉ ଏଇଠି ନଡ଼ିଆ। ଦେଖନ୍ତୁ କେତେ ସାରା ନଡ଼ିଆ ମୁଁ ନେଇ ଆସିଛି, କାହିଁକିନା ଶସ୍ତା ତ ନଡ଼ିଆ ନାହିଁ, ରେଟ୍ ଅଛି। ଏଇ ନଡ଼ିଆ ଗୁଡ଼ା 40 ଟଙ୍କା, ଆଉ ଇଏ ହେଲା 20 ଟଙ୍କା। 25 ଟଙ୍କା କହୁଥିଲା, 20 ଟଙ୍କା ଲେଖା ନେଲେ ଆସିଛି। ଆଉ ବାକି ଏ ଝୁଲାରେ କ'ଣ ଅଛି ଦେଖାଉଛି ଆପଣମାନଙ୍କୁ। ଦେଖନ୍ତୁ ଫ୍ରିଡମ୍, ଆଉ ଏଠୁ ସାବୁ, ଆଉ ଏଠି ଚିନି, ଏଠି ବଲବିଟା ପାଉଚ୍ 2ଟା, ଆଉ ଏଠି ବାଇଗଣ, ବିନ୍ସ। କାହିଁକିନା ନଡ଼ିଆ ଏସବୁ ଶାଗୁ ତେଲ ଆଣିବାର କାରଣ ହେଉଛି, ନଡ଼ିଆ ତେଲ ଆଣିବାର କାରଣ ହେଉଛି ଯେହେତୁ ଆସିଲାଣି ଜାଗର, ଆଉ ଜାଗର ପରେ ପରେ ପଡ଼ିଯିବ ଆମର ସୁଦଶା ବ୍ରତ। ସେଥିପାଇଁ ମୁଁ ନେଇ ଆସିଛି ଆଗୁତୁରିଆ ନଡ଼ିଆ। ଜାଗର ପାଖେ ଆସିଲେ ଯେଉଁଗୁଡ଼ା ହେଇଥାନ୍ତେ ମୁଁ 20 ଟଙ୍କା ବା 30 ଟଙ୍କାରେ ଆଣିଛି, 40 ଟଙ୍କାରେ ଆଣିଛି, ସେ ବହୁତ ରେଟ୍ କରିଦେବେ। ସେଥିପାଇଁ ମୁଁ ଯାଇଥିଲି ଯେହେତୁ ମାର୍କେଟ, ନେଇ ଆସିଛି। ଚିନି, ସାବୁ, ତେଲ ସବୁ ନେଇ ଆସିଛି ମାର୍କେଟରୁ। ଜାଗର ପାଖେ ଆସିଲାଣି, ସେଥିପାଇଁ ସବୁ ନେଇ ଆସିଛି। ମୁଁ ଏବେ ଯିବି ପରିବା ରଖିଦେବି, ପରିବା ରଖିଦେଇକି ରୋଷେଇ ପତ୍ର ଆରମ୍ଭ କରିବି। ସାଇ ତ ଟ୍ୟୁସନ୍ ଯାଇଛି, ଆସିଲେ ଖାଇବା ହବ। ସାଇ କିନ୍ତୁ ଏଇ ଶାଗକୁ ଦେଖିକି ଆଜି ବହୁତ ଖୁସି ହେଇଗଲା, କହିଲା ଯାହା ମା ମୁଁ କହୁଥିନି ଏଇ ଶାଗ ଆଣିତେ। ସାଇ ବାପାଙ୍କର ବି ବହୁତ ପସନ୍ଦ, ସାଇର ବି ବହୁତ ପସନ୍ଦ ମେଥି ଶାଗ, ବଢ଼ିଆ ଲାଗେ। ଭାଜି ଦେଲେ ବଢ଼ିଆ ଲାଗିବ। ତ କାଲି ସକାଳୁ ଖିଆ ହବ ପଖାଳ ସହିତ। ଚାଲନ୍ତୁ ଯିବା ଏବେ ରୋଷେଇ ପତ୍ର କରିବା, ଦେଖିବା ଆଜି ରାତି ବେଳେ କ'ଣ ହେଉଛି।